वैशाख मास माहात्म्य प्रथम अध्याय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयेत् गिरिं यत्कृपातमहं वन्दे परमानन्दमाधवम्। नमस्ते देव लक्ष्मीपति जानामे खण्डीव दुर्गति। नमो गणेश दुर्गासुत पाशङ्कुशवेणीहस्त सुदया कर गजानन करिबि ग्रन्थ रचन। नमस्ते मात वाक्य देवी दुर्गा कालिका भैरवी मोठारे अनुग्रह कर सदय हुओ ब्रह्माहर। सकल पुण्य कर जस ए ग्रंथे करिबि प्रकाश। जय नीलाद्रि चूड़ामणि शंकर थांग कंभु पाणी जय श्री जगन्नाथ देव जानाम भव सिंधु नाव। सुभद्रा बलभद्र संगे सुदर्शन घेनि रंगे विजय रत्न सिंहासने उपमा नाही त्रिभुवने। 12 मासरे 13 जात करन्ति श्रीक्षेत्र रे नित्य। 3 भुवने जेते जन आसीन करन्ति दर्शन। देवंकु घेनि वेदवर नित्य पूजन्ति श्रीपयर। श्री प्रभु रूप अभिराम कोटि कंदर्प जित काम। सर्वांगे चंदन चर्चित पीतवसन अलंकृत। विकच पुंडरीक नेत्र सुंदर धर पवित्र। वंदई द्विज नारायण मो पिंड कर हे कारण। विविध फूल माळ चूल बिड़िया कर्पूर तांबूल। अटंती महिमा सागर केताहा करिब गोचर। भुजटे किण रहिछन्ति जे जाहा मागे ता दियन्ति। से पाद पद्म पद्म मुख देखिले खंडे भव दुख। पद्मलोचन पद्मकर पद्म आसन गंगाधर। जेउ चरण गंगा नीर मस्तके बहिछन्ति हर। कमला जे बण पୟରେ पूजा करन्ति निरन्तरे। जे पाद लागिण हल्या पाषाणु मुकत होइला। जे पाद बळी मुंडे बही पाताले स्वर्ग भोग पाई। से पाद पद्मे मुनि गणे ध्यान करन्ति अनुक्षणे। अधमहीन रामदास से पादे करिअछि आस। आज्ञा होइले लक्ष्मीपति कहिबि वैशाख पद्धति। स्कंध पुराण रे उकत वैशाख मासर चरित। नारद अम्बरीशे कही से कथा शुण मन देई।
ଯେ ବଣ ଗ୍ରନ୍ଥ ଶୁଣି ନର ବସନ୍ତି ବୈକୁଣ୍ଠପୁର। ସତ୍ୟ ଯୁଗରେ ନୃପଇସ ନାମ ତାହାର ଅମ୍ବରୀଶ। ଦିନେ ନାରଦ ମୁନିବର ଆସି ମିଳିଲେ ତାର ପୁର। ସେ ଅମ୍ବରୀଶ ମହାରାଜା ନାରଦ ପାଦେ କଲା ପୂଜା। ରାଜାର ଭକତି ଦେଖିଣ ହରଷେ ବ୍ରହ୍ମାଙ୍କ ନନ୍ଦନ। ବୋଇଲେ ଶୁଣ ନୃପବର କି ଧର୍ମ କରୁ ତୁ ଆଚାର। ଅମ୍ବରୀଶ ବାଚ ମୁନି ବଚନେ ଅମ୍ବରୀଶ ବୋଇଲେ ଶୁଣ ବ୍ରହ୍ମା ଶିଷ୍ୟ। କେବଳ ଧର୍ମ କଲେ ନର ବସନ୍ତି ବୈକୁଣ୍ଠପୁର। କରୁଣା କରି ତପୋଧନ ପ୍ରକାଶ ତହିଁର ବିଧାନ। ନାରଦ ବାଚ ଶୁଣ ରାଜନ ପୁଣ୍ୟ ଗାଥା ସ୍କନ୍ଧ ପୁରାଣର ବ୍ୟବସ୍ଥା। ସକଳ ଧର୍ମେ ସାରସ୍ୱତ ଅଟଇ ବୈଶାଖ ମାହାତ୍ମ୍ୟ। ଆବର ଧର୍ମ ଅଛି ଯେତେ ତୋ ଆଗେ କହିବା ବା କେତେ। ସକଳ ମାସଙ୍କ ଉପର ବୈଶାଖ ମାସ ଶ୍ରେଷ୍ଠତର। ସର୍ବବିଦ୍ୟାରେ ବେଦ ଶ୍ରେଷ୍ଠ ଓଙ୍କାର ସବୁଁ ଉତ୍କୃଷ୍ଟ। ବୃକ୍ଷରେ ସୁର ତରୁ ଜାଣି ରତ୍ନରେ କୌସ୍ତୁଭ ମଣି। ବାସୁକୀ ନାଗ ମଧ୍ୟେ ବଡ଼ ପକ୍ଷୀଙ୍କ ମଧ୍ୟରେ ଗରୁଡ଼। ଦେବତା ମଧ୍ୟେ ନାରାୟଣ ବର୍ଣ୍ଣରେ ଯେସନ ବ୍ରାହ୍ମଣ। ଶରୀର ମଧ୍ୟେ ପ୍ରାଣ ଯଥା ସୁହୃଦ ମଧ୍ୟେ ପିତା ମାତା। ଦ୍ୱାଦଶ ମାସ ମଧ୍ୟେ ସାର ବୈଶାଖ କାର୍ତ୍ତିକ ମକର। ଦେବଙ୍କ ମଧ୍ୟେ ମହାଦେବ ସୁରଭି ଗାବ ମଧ୍ୟେ ଗାବ। ଆୟୁଧେ ଯେସନେ କୁଳିଶ ଧାତୁରେ କାଞ୍ଚନ ସରସ। ନଦୀଙ୍କ ମଧ୍ୟେ ଗଙ୍ଗା ମାତ୍ର ତେଜସ୍ୱୀ ମଧ୍ୟରେ ଆଦିତ୍ୟ। ଯୁଗଙ୍କ ମଧ୍ୟେ ଯୁଗ ସତ୍ୟ ଋତୁଙ୍କ ମଧ୍ୟରେ ବସନ୍ତ। ପତ୍ରେ ତୁଳସୀ କ୍ଷେତ୍ରେ କାଶୀ ଶ୍ରୀନୀଳ ବୈକୁଣ୍ଠ ବିଶେଷୀ। ବ୍ରତରେ ଏକାଦଶୀ ବ୍ରତ ପୁରାଣ ମଧ୍ୟେ ଭାଗବତ। ମହାବୈଶାଖ ମାସ କହି ପ୍ରଭାତୁ ଯେ ସ୍ନାନ କରଇ। କୋଟିଏ ଯୁଗ ସେଉ ନର ବସଇ ବୈକୁଣ୍ଠପୁର। ଯେ ଅବାହ ବିଷ କରଇ ଅଧର୍ମ ସଙ୍ଗେ ସଙ୍ଗ ନୋଇ। ସେ ବସି ଶୁଣଇ ପୁରାଣ ଯେ ବାଜ ପଇ ବିଷ୍ଣୁ ନାମ। ଯେ ଛତ୍ର ଉପନହ ଦେଇ ଉତ୍ତମ ବିପ୍ରଙ୍କୁ ଅଣାଇ। ଯେହୁ ଦିଅଇ ବସ୍ତ୍ର ଦାନ କେବା ଲେଖିବ ତାଙ୍କ ପୁଣ୍ୟ। ପଥେ ଯେ ଜଳ ଛତ୍ର ଦେଇ କୋଟିଏ କୂଳ ଉଦ୍ଧାରଇ। ଯେ ପାଣି ପଣା କରେ ଦାନ ସନ୍ତୋଷ ହୁଅନ୍ତି ଭଗବାନ। କାଷ୍ଠ ପାଦୁକା ଯେ ବ୍ୟଞ୍ଜନ କ୍ଷୁଧାର୍ଥ ବିପ୍ରେ ଅନ୍ନଦାନ।
ଆମ୍ବ ପଣସ ନାରିକେଳ ରମ୍ଭାଦି ନାନା ସ୍ୱାଦୁ ଫଳ। ବ୍ରାହ୍ମଣ ବୈଷ୍ଣବେ ଭୁଞ୍ଜାଇ ଅନ୍ତେ ଅଚ୍ୟୁତ ପୁରେ ଯାଇ। ଯେ ପଞ୍ଚାମୃତର ବିଧାନ ଦେଇ ବିଷ୍ଣୁଙ୍କୁ କରେ ଧ୍ୟାନ। ତଦନ୍ତେ ବିପ୍ରଙ୍କୁ ଭୁଞ୍ଜାଇ ସେ ନର ବୈକୁଣ୍ଠେ ବସଇ। ବିପ୍ର ଯେ ଜଳ ପାତ୍ର ଦାନ ଦିଅଇ ବୈଶାଖ ମାସେଣ। ସେ ପାତ୍ରେ ବିପ୍ର ଜଳ ଖାଇ ଯେତେ ବରଷ ସୁସ୍ଥ ପାଇ। ସେ ବସେ ବୈକୁଣ୍ଠପୁରେ ସେ ତେଣୁ ସୁଖ ଭୋଗ କରେ। ଏମନ୍ତେ ନାନା ଦାନ କର୍ମ ବ୍ରହ୍ମାଙ୍କୁ ଶ୍ରୀ ପୁରୁଷୋତ୍ତମ କହି ନଥିଲେ ଶ୍ରୀମୁଖରେ। ବ୍ରହ୍ମା ତାର କ୍ଷୀଣ ମନରେ ଲୋକାର୍ଥେ ପୁଛିଲଇ ମୋହି। ପ୍ରସନ୍ନେ ମତେ ଥିଲେ କହି ତୋର ଦେଖିଣ ଭକତି। ତୋ ଆଗେ କହିଲୁ ନୃପତି ଶୁଣିଲୁ ରାଜା ଅମ୍ବରୀଶ। ସ୍କନ୍ଧ ପୁରାଣେ ଏହି ରସ ବୈଶାଖ ମାସ ଧର୍ମ ଫଳ। ତୋ ଆଗେ କହିଲି ସକଳ। ତୁମ୍ଭେ ବୈଶାଖ ସ୍ନାନ କର ହବିଷ୍ୟ ପାକେ ଦିନହର। କହିଲି ଯେତେ ପୁଣ୍ୟ ଧର୍ମ ସେ ଧର୍ମ କର ନରୋତ୍ତମ। ଅନ୍ତେ ତୁ ବୈକୁଣ୍ଠେ ଯିବୁ ପରମ ଗତି ତୁ ଲଭିବୁ। ଇତି ଶ୍ରୀ ସ୍କନ୍ଧପୁରାଣେ ବୈଶାଖ ମାହାତ୍ମ୍ये ନାରଦ ଅମ୍ବରୀଶ ସମ୍ବାଦେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ। ନାରଦ ଉବାଚ ଶୁଣ ହେ ଅମ୍ବରୀଶ ରାୟ କହିବା ଧର୍ମର ବିଷୟ। ଚୈତ୍ର ପୌର୍ଣ୍ଣମୀ ଦିନରେ ଉଠିବ ପ୍ରଭାତୁ ଯତ୍ନରୁ। ମାଧବ ନାମ ସୁମରିବ ତଦନ୍ତେ ବହି ଦେଶେ ଯିବ। ମୃତ୍ତିକା ଶୌଚ ସାରିଣ କରିବ ଦନ୍ତକୁ ଧାବନ। ମାଧବ ନାମ ମନେ ଘୋଷି ସ୍ନାନ କରିବ ଜଳେ ପଶି। କରିବ ସନ୍ଧ୍ୟା କର୍ମମାନ ପିନ୍ଧିବ ଶୁକ୍ଳ ବସନ। ତଦନ୍ତେ ଗୃହକୁ ଆସିବ ଦ୍ୱାଦଶ ତିଳକ କରିବ। କରିବ ନାମ ସୁମରଣ ଶୁଣିବ ବିଷ୍ଣୁର ପୁରାଣ। ଦେଖିବ ଦେବାଳୟ ମାନ ଦେବତା କରିବ ଦର୍ଶନ। ଶିବଙ୍କୁ ଦର୍ଶନ କରି ଅତିଥି ସେବା ବେଗେ ସାରି। ସଂକଳ୍ପ କରି ନରୋତ୍ତମ ଶୁଣିବ ବୈଶାଖ ମାହାତ୍ମ୍ୟ। ବିପ୍ରଙ୍କୁ ବରଣ କରିବ ଦକ୍ଷିଣା ଅନ୍ନ ବସ୍ତ୍ର ଦେବ। ହବିଷ୍ୟ ପଥେ ଯେତେ ଦ୍ରବ୍ୟ ଆଗହୁଁ ଯତ୍ନେ ସଞ୍ଚୁଥିବ। ହବିଷ୍ୟ ଧାନ ଯେ ସୁକଳ ଭୁଞ୍ଜିବ ନାନା ଶୁଦ୍ଧ ଫଳ। ଗୋରସ ଦଧି ଗୁଆ ଘୃତ ମଧୁ ସାକର ଏ ବିଦିତ। ଯେତେକ କହିଲି ବିଚାରି ସେ କଥା ଶୁଣ ଦଣ୍ଡଧାରୀ। ବାଢ଼ିବ ହବିଷ ଦ୍ରବ୍ୟକୁ ନୈବେଦ୍ୟ ଦେବ ମାଧବଙ୍କୁ। ଭୋଜନ ସାରି ଆଚମନ ଗୁବାକ କରିବ ଭକ୍ଷଣ।
ତୁଳସୀ ଅଶ୍ୱସ୍ଥ ମୂଳେ ପ୍ରଦୀପ ଦେବ ଯେ ଘୃତରେ ତଦନ୍ତେ ନାମ ସୁମରଣ କରିବ ବିଷ୍ଣୁ ଭକ୍ତଗଣ ମିଥ୍ୟା ବଚନ ନ କହିବ ତୈଳ ଗ୍ରହଣ ନ କରିବ ନ କରି ସ୍ତ୍ରୀଙ୍କି ସ୍ପର୍ଶନ କୁଶକମଳ ତୃଣାସନ ବୈଶାଖ ପୂର୍ଣ୍ଣମୀ ପର୍ଯ୍ୟନ୍ତେ ବ୍ରତ କରିବ ବିଷ୍ଣୁ ପ୍ରୀତେ ଏ ରୂପେ ଚାନ୍ଦ୍ରାୟଣ ମତ କରିବ ବୈଶାଖ ବ୍ରତ ଏବେ ହେ ରବି ମତ କହି ଶୁଣ ରାଜନ ମନ ଦେଇ ବୈଶାଖ ମାସ ଆଦ୍ୟ ଦିନ ହୁଅଇ ରବି ସଂକ୍ରମଣ ସେଦିନୁ ପ୍ରଭାତ ଉଠିବ ବୈଶାଖ ସ୍ନାନକୁ କରିବ ସମସ୍ତ ନିରାମିଷ ଦ୍ରବ୍ୟ ହବିଷ୍ୟ ବିଧାନ କରିବ ମାସ ସମ୍ପୂର୍ଣ୍ଣ ଯେଉଁ ଦିନ ହୋଇବ ଶୁଣତୁ ରାଜନ କ୍ଷୁଧା ତୁଷାର୍ତ ଜନ ଆଣି ସମ୍ପୂର୍ଣ୍ଣେ ଦେବ ପଣା ପାଣି ସେ ପୁଣ୍ୟ କ୍ଷୟ ହୀନ ଯାଇ ଧରଣୀ ଯେତେ ଦିନ ଥାଇ ସେ ଜଳ ଦାନ ଦେଇଥାଇ ସେ ନର ସ୍ୱର୍ଗ ଭୋଗ ପାଇ ସୁବର୍ଣ୍ଣ ତିଳ ଦେଲେ ଦାନ ଜଳ ଫଳକୁ ନୋହେ ସମ ସ୍ୱର୍ଗର ଭୋଗ ଅନ୍ତେ ପୁଣି କ୍ଷେତ୍ରରେ ହୋଇ ନୃପମଣି ଐଶ୍ୱର୍ଯ୍ୟ ଭୋଗ ସେ କରଇ ଅନ୍ତେ ବସଇ ସ୍ୱର୍ଗେ ଯାଇ ଯେ ଜନ ନିଦାଘ କାଳରେ ସ୍ନାନ ନ କରେ ବୈଶାଖରେ ଯେ ନଦିଅଇ ଜଳ ଦାନ ଛତ୍ର ଉପନାହାଦି ବ୍ୟଞ୍ଜନ ସେମାନେ ମଲେ ପ୍ରେତ ହୁଅନ୍ତି କହିଅଛନ୍ତି ଲକ୍ଷ୍ମୀପତି ଯେ କରେ ନିତ୍ୟ ଅନ୍ନଦାନ କେତେ କହିବି ତାର ଗୁଣ ସେ ଜନ ସ୍ୱର୍ଗ ଭୋଗ ପାଇ ଅନ୍ତେ ଅଚ୍ୟୁତପୁରେ ଯାଇ ସ୍ୱର୍ଗର ଭୋଗ ଅନ୍ତେ ପୁଣ ସେ ଜନ ହୁଅଇ ବ୍ରାହ୍ମଣ କ୍ଷିତିରେ ପଣ୍ଡିତ ବୋଲାଇ କୁବେର ସମଧନ ପାଇ ପୁଣି ଲଭଇ ସ୍ୱର୍ଗବାସ କହିଲେ କମଳାଭିଳାଷ ସହସ୍ରେ ପୁରୁଷ ତାର ବସଇ ବୈକୁଣ୍ଠପୁର ବୈଶାଖେ ବସ୍ତ୍ର ଯେ ଦିଅଇ ବସନ୍ତି ବିଷ୍ଣୁପୁରେ ଯାଇ ଉତ୍ତମ ବସ୍ତ୍ର ଆଭରଣ ଦିଅନ୍ତି ତାକୁ ଦେବଗଣ ଅପୂଜା ଲିଙ୍ଗକୁ ମଣ୍ଡପ କରି ପୂଜଇ ଯେଉଁ ଲୋକ ତା ଧର୍ମ କହୁଁ ନ ସରଇ ଅନ୍ତେ ସେ ବୈକୁଣ୍ଠେ ବସଇ ବୈକୁଣ୍ଠ ଭୋଗ ଅନ୍ତେ ପୁଣି ସେ ଜନ୍ମଇ ଧରଣୀ ଉତ୍ତମ ଅଟ୍ଟାଳିକା ପୁର ଲଭଇ ଶୁଣ ନରେଶ୍ୱର ସୁବର୍ଣ୍ଣ ଦାନ ଯେ ଦିଅଇ ସେ ଚତୁର୍ବର୍ଗ ଫଳ ପାଇ ଜନ୍ମ ହୁଅଇ ରାଜା ଘରେ ଅନେକ ସୁଖ ଭୋଗ କରେ ଦଗ୍ଧ କାଞ୍ଚନ ପ୍ରାୟ ଦେହ ସଂସାରେ ଲଭଇ ଅଭୟ ଯେ ସ୍ନାନ କରେ ବୈଶାଖରେ ଅକ୍ଷୟ ସ୍ୱର୍ଗ ଭୋଗ କରେ
पुणिल भई मर्त्यपुरी कांचन प्राय देह धरी ए अध्या पढ़ी जे शुणई बैशाख स्नान फल पाई द्वितीय अध्याय हेला शेष भणई रामचंद्र दास। इति श्री स्कंधपुराणे वैशाख महात्म्ये नारद अम्बरीश संवादे दान धर्म निर्णय नाम द्वितीय अध्याय। तृतीय अध्याय राजोवाच एयन्ते अम्बरीशराय नारदे करीण विनय बोइले शुण महामुनि कह सदय भाव घेनी केउ देवता पूजी नर बसई वैकुंठपुर। नारदवाच शुण राजन मन देई ब्रह्मा मो आगे छन्ति कही सबहु विष्णु पूजा श्रेष्ठ सकल पूजा रे गरिष्ठ से पूजा करी पार जेबे तोते कहिबाकु देबे निर्मल स्थान को देखिब देउल मंडप तोलिब विष्णु प्रतिमा सिंहासने स्थापिब अति शुद्ध मने वेद विद्यारे परिपूर्ण होई नथिब जे ब्राह्मण ताहांकु अन्न वस्त्र देव पूजारे निजोग करिब करि षोडश उपचार पूजिब विष्णुक पयर तुलसी गंध पुष्प दीप नानादि नैवेद्य धूप छत्र चामर चंद्रातप नाना वाद्य गीत आलाप गोमय घेनिण मार्जन करु जेथिब प्रतिदिन से गाभीमानकर क्षीर नैवेद्य देव विष्णु ठार गाभी सुतकी होइथिब ता क्षीर विष्णु को न देव जे गाभी मृत बसा होई ता क्षीर शुद्ध जे नोई अशुचि द्रव्य जेबे थिब केबे हे विष्णु को न देव वैशाख मास आद्य दिन करिब पंचामृते स्नान विष्णु को नैवेद्य देई कोटिए कूल उद्धारई जे शिरा शाल ग्राम थोई बैशाखे करे जलसाई जेहु बैशाख स्नान करी बसई वैकुंठपुरी मग्न करई गंगा जले प्रदान गंध पुष्प फले श्रीअंगे चंदन लेपन जतन करे जेउ जन सेहु गंधर्व जन्म होई वैकुंठपुरे बिहरई से डाले आलट चामर बसई वैकुंठपुर विष्णुर भवन मंडन नित्य करन्ति जेउ जन से नर वैकुंठ पाई दिव्य मंदिरे बिहरई फूल छांचुणी घेनी कर जे झाड़ू करे विष्णु घर चंदन गोली छेरा देई से नर वैकुंठे बसई विष्णुर मंदिरे बसिण स्तुति करई सन्निधेन जेहु करई मंत्र जप
हरई कोटि जन्म पाप। जे गुआ घृतरे जागर दियन्ति विष्णुर मन्दिर। ताकुळ उज्जळ होई से विष्णु भवने बसई। धवल छत्र विष्णु घरे जे दिए बैशाख मासरे। से राजकुळे जात होई वैकुण्ठ भोगकु करई। से नर वैकुण्ठे बसई अक्षय भोग से भुंजई। विष्णुको नाना अलंकार देई पूजई जेउ नर। से नर स्वर्ग भोग पाई कुबेर समान होई। कर्पूर मिसाई तांबूळ विष्णुको दियई जे नर। से नर मुक्ति लभई अन्ते अच्युतपुरे जाई। एमंत नाना धर्म मत स्कंध पुराण रे उकत। जेहा बैशाखे करई से कोटि कुळ उद्धारई। वैकुण्ठ भोगर अंतरे पुणी जन्मई राजा घरे। वैशाख महात्म्य ए रस भावे भणिले रामदास। तृतीय अध्याय समापत जे नर पढ़े से पंडित। इति श्री स्कंधपुराणे वैशाख महात्म्ये नारद अम्बरीश संवाद नाम तृतीय अध्याय। चतुर्थ अध्याय। राजा उवाच बोइले राजा अम्बरीश शुणिमा ब्रह्मांकर शिष्य। ब्रह्मांक आगे नारायण जे धर्म कले कबखाण। से धर्म मोर आगे कह ता शुणी फिटू मो संदेह। वैशाख मास धर्म फल मो आगे कह तपशील। नारद उवाच से धर्म शुण नृपनिधि कहिबा हविष्यर विधि। कांस्य पात्र रे न भुंजीव दिवस निद्राहीन जीव। पलाश पत्र को आणिब दिवस निद्राहीन जीव। तीर्थ जल रे कले स्नान हुई लक्ष्य गुण पुण्य। नदी रे सहस्र गुणे होई ता पुण्य कही न सरई। जे करे पुष्करिणी स्नान लभई शत गुणे पुण्य। जे पापी कूप तडागरे वैशाख मासे स्नान करे। लभई शत गुणे पुण्य बसई वैकुण्ठ धाम। समुद्रे स्नान जे करई ता पुण्य कही न सरई। जन्मिण चंडाळर घरे जे वैशाखे स्नान करे। चंडाळ जन्मरु सतरे वैकुण्ठे दिव्य भोग करे। उत्तम कूळे जन्म पाई वैशाखे स्नान न करई। से मले प्रेत रूप होई नरक गति की लभई। मासरे वैशाख श्रेष्ठ दानर अन्न जे गरिष्ठ। जे अन्न दान नित्य देई ता पुण्य कही न सरई। से अन्न दानर महिमा शुण हो नृपति चंद्रमा।
ତୁମ୍ଭେ ତା ଏକ ମନେ ଶୁଣ, କହିବା ଅନ୍ନଦାନ ଗୁଣ। ଅନେକ କାଳର ଏ କଥା, ଯେ ସତ୍ୟ ଯୁଗର ବ୍ୟବସ୍ଥା। ଏମନ୍ତ ସୌରାଷ୍ଟ୍ର ଦେଶରେ, ଥିଲା ଯେ ଏକ ବିପ୍ରବରେ। ନାମ ତାହାର ହରି ଶର୍ମା, ଅତି କୃପଣ ଦୁରାତ୍ମା। କୁବେର ସମ ବିପ୍ରବର, ଧର୍ମରେ ନାହିଁ ତା ବିଚାର। ଧନ୍ୟ ତାହାର ଥାଇ ଯେତେ, ସଂକ୍ଷେପି କହିବା ବା କେତେ। ଗୋରୁ ମହିଷ ଅଷ୍ଟରତ୍ନ, ଘରେ ତା ରଖିଅଛି ରତ୍ନ। ନିତ୍ୟ ସେ ବିଷ୍ଣୁଙ୍କୁ ପୂଜଇ, ଫୁଲ ଚନ୍ଦନ ଧୂପ ଦେଇ। ଅଷ୍ଟରତନ ଅଳଙ୍କାରେ, ମଣ୍ଡଇ ବିଷ୍ଣୁଙ୍କ ଦେହରେ। ନୈବେଦ୍ୟ ଦିନେ ସେ ନ ଦେଲା, ବ୍ୟର୍ଥେ ଯତନେ ପୂଜିଲା। କ୍ଷୁଧା ତୃଷାଦି ହୋଇ ନରେ, ମିଳନ୍ତି ସେ ବ୍ରାହ୍ମଣ ଦ୍ୱାରେ। ଦାଣ୍ଡ ଦୁଆରେ ବସିଥାଇ, ମାରିଣ ଘଉଡ଼ି ଦିଅଇ। ଯୋଗୀ ଯେ ଅତିଥି ସନ୍ନ୍ୟାସୀ, ଭିକ୍ଷା ଯେ ମାଗିବାକୁ ଆସି। ଦ୍ୱାରେ ଯୋଗିଣ ବସିଥାଇ, ମାରିଣ ଘଉଡ଼ି ଦିଅଇ। ଘରର କୁଟୁମ୍ବଙ୍କୁ ଅନ୍ନ, ସୁସ୍ତେ ନ ଦିଅଇ ବ୍ରାହ୍ମଣ। ଆପଣେ ସୁସ୍ତେ ନ ଭୁଞ୍ଜଇ, ଆତ୍ମାକୁ ଦଗଧ କରଇ। ଧନ ସେ କରଇ ସଞ୍ଚିତ, ଯେ ସନେ ମଧୁ ମଧୁବ୍ରତ। ରାତ୍ର ହୋଇଲେ ଦ୍ୱିଜବର, ଏକଇ ଯଷ୍ଟି ଘେନି କର। ମୂଷାଙ୍କୁ ମାରି ଘଉଡ଼ାଇ, ତା ଘରେ ନ ପାରନ୍ତି ରହି। ଏମନ୍ତ କେତେକ ଦିନର, ସେ ହରି ଶର୍ମା ବିପ୍ରବର। ମରଣ କାଳ ଯଉଁ ହେଲା, କ୍ଲେଶ ତା ଅଙ୍ଗେ ଆବରିଲା। ଭୋକରେ ହନ୍ତସନ୍ତ ହୋଇ, କିଛି ସେ ନ ପାରିଲା ଖାଇ। କ୍ଷୁଧା ତୃଷାରେ ସେ ବ୍ରାହ୍ମଣ, ଅନେକ ଆକୁଳ ହୋଇଣ। ଛାଡ଼ିଲା ନିଜ କଳେବର, ତାହାକୁ ନେଲେ ବିଷ୍ଣୁପୁର। ଉତ୍ତମ ଆସନରେ ନେଇ, ବୈକୁଣ୍ଠ ଭୁବନେ ବସାଇ। ଅନେକ ଅଳଙ୍କାର ଦେଲେ, ଗନ୍ଧ ପୁଷ୍ପରେ ପୂଜା କଲେ। ନ ଦେଲେ ଭୁଞ୍ଜିବାକୁ କିଛି, ବ୍ରାହ୍ମଣ ଆକୁଳ ହେଉଛି। ଉତ୍ତମ ଅନ୍ନ ଫଳମାନ, ରହିଛି ପର୍ବତ ସମାନ। ବ୍ରାହ୍ମଣ କ୍ଷୁଧା ତୃଷା ପାଇ, ଆତଙ୍କ ହୋଇଣ ମାଗଇ। ବୋଲଇ ଦିଅ ମୋତେ ଅନ୍ନ, ବିକଳ ହେଉଅଛି ପ୍ରାଣ। ତା ଶୁଣି ଗନ୍ଧର୍ବେ କହନ୍ତି, ଶୁଣତୁ ବିପ୍ର ମୂଢ଼ମତି। ଦେଇଣ ନାହୁଁ ଅନ୍ନ ଦାନ, କ୍ଷୁଧାର୍ଥ ଜନେ ଜଳପାନ। ବ୍ରାହ୍ମଣ ମୁଖେ ଦେଇନାହୁଁ, ଏଠାରୁ ପାଇବୁ ତୁ କାହୁଁ। ଯେବେ ବିଷ୍ଣୁଙ୍କୁ ଦେଇଥାନ୍ତୁ, ଏଠାରେ ନିଶ୍ଚେ ତୁ ଭୁଞ୍ଜନ୍ତୁ। ବ୍ରାହ୍ମଣ କୁଳେ ଜନ୍ମିଥିଲୁ, ଅଗ୍ନିରେ ହୋମ ତୁ ନ କଲୁ। ଦେଇଥିଲେ ତୁ ଅଗ୍ନି ମୁଖେ, ଏଠାରେ ପାଇଥାନ୍ତୁ ସୁଖେ। ଯେବେ ତୁ ଭିକ୍ଷା ଦେଇଥାନ୍ତୁ, ଏଠାରେ ନ ମାଗୁ ପାଆନ୍ତୁ।
ନିଷ୍ଠୁର ଅଟଇଏ ପୁର, ନଦେଲେ ନ ପାନ୍ତି ଏଠାର। ସଞ୍ଚି ନଥିଲୁ ଯେତେ ଧନ, ନଦେଲୁ ଲୋଭ ପଣେ ଦାନ। ଯେ ଦାନ ନିତ୍ୟ ଦେଇଥାଉ, ତାଠାରୁ ଦାନ ଆଣୁ ତୁଇ। ତୁ ଦିନେ ଦେଇନାହୁଁ ଦାନ, କାହୁଁ ପାଇବୁ ଏବେ ଅନ୍ନ। ଦିନେ ତୁ ପାଣି ପଣା ଦାନ, ନଦେଲୁ ତୁଷାର୍ତ୍ତ ମୁଖେଣ। ଏଠାରେ ପାଇବୁ ତୁ କାହିଁ, ଦିନେ କାହାକୁ ଦେଲୁ ନାହିଁ। ଜୀବନ ହତ୍ୟା କଲୁ ଯେତେ, ସେ ଦୋଷ ନ ଲାଗିବ ତୋତେ। ନଦେଲୁ ପାଇବୁ ତୁ କିସ, ଖାଅ ଦେହରୁ ତୋର ମାଂସ। ନହୁରୁଣିରେ କାଟି ଦିଅ, ତୃଷା ଲାଗିଲେ ରକ୍ତ ପିଅ। ହେମନ୍ତ ଗନ୍ଧର୍ବ ବଚନ, ଶୁଣି ହରି ଶର୍ମା ମୌନ। କ୍ଷୁଧା ଜଠରରେ ଅନଳ, ଜଳନ୍ତେ ହୁଅଇ ବିକଳ। ଏମନ୍ତେ କେତେ ଦିନ ଗଲା, ବ୍ରାହ୍ମଣ ଆରତ ହୋଇଲା। ତାହାର ବିକଳ ଜାଣିଣ, ବିଜୟ କଲେ ନାରାୟଣ। ବୋଇଲେ ତୋ ପୁତ୍ର ଜୁଆଇଁ, ସପନ ଦେଖା ତୁହି। ଭୁଞ୍ଜାଇ ବିପ୍ର ବୈଷ୍ଣବେ, ତୋ ପ୍ରୀତି ଅର୍ଥେ ଦାନ ଦେବେ। ତୋତେ ସେ ପ୍ରାପତ ହୋଇବ, ତୋ କ୍ଷୁଧା ତୃଷା ଶାନ୍ତ ହେବ। ଏମନ୍ତ କହି ନାରାୟଣ, ଚଳିଲେ ଲକ୍ଷ୍ମୀର ଭୁବନ। ସେହି ନିଶାରେ ବିପ୍ର ଯାଇ, ପୁତ୍ରକୁ ସ୍ୱପନ ଦେଖାଇ। ବୋଇଲା ଶୁଣ ଆରେ ସୁତ, ଏ ଧନ ସଞ୍ଚିବା ବ୍ୟର୍ଥ। ମୁହିଁ ନ ଦେଲି ଅନ୍ନ ଦାନ, ଗଲି ଯେ ବୈକୁଣ୍ଠ ଭୁବନ। କ୍ଷୁଧା ତୃଷାରେ ଆର୍ତ୍ତ ହୋଇ, ପଡ଼ିଛି ବୈକୁଣ୍ଠେ ମୁଇଁ। ପାରିଲେ ଅନ୍ନ ଦାନ ଦିଅ, ଦୋଷ ତୁ କର ମୋର ଦେହ। ଏମନ୍ତେ ସ୍ୱପନ ଦେଖାଇ, ବ୍ରାହ୍ମଣ ଗଲା କପଳାଇ। ପୁତ୍ର ନିଦ୍ରାରେ ଶୋଇଥିଲା, ତକ୍ଷଣେ ଚେତିଣ ଉଠିଲା। ଶୀଘ୍ରେ ସେ ମାତାକୁ ଡକାଇ, ସ୍ୱପ୍ନର କଥା ମାନ କହି। ରଜନୀ ହୋଇଲା ପ୍ରଭାତ, ବ୍ରାହ୍ମଣ ଡକାଇ ତୁରିତ। ବହୁତ ଦେଲା ଅନ୍ନ ଦାନ, ତୋଷିଲା ବିପ୍ରଙ୍କର ମନ। ବ୍ରାହ୍ମଣ ହୋଇଲେ ସନ୍ତୋଷ, ଦେଲେ ସେ କଲ୍ୟାଣ ବିଶେଷ। ତକ୍ଷଣେ ଅମୃତ ଭୋଜନ, ସ୍ୱର୍ଗରେ ପୁଞ୍ଜିଲା ବ୍ରାହ୍ମଣ। ଶୁଣ ତୁ ରାଜା ଅମ୍ବରୀଶ, ବୈଶାଖ ମାହାତ୍ମ୍ୟ ଏ ରସ। ଏକଥା ଆପେ ନାରାୟଣ, କହିଲେ ବ୍ରହ୍ମାଙ୍କ ଆଗେଣ। ମୁଁ ଏହା ବ୍ରହ୍ମା ମୁଖୁ ଶୁଣି, ତୋତେ କହିଲି ନୃପମଣି। ସ୍କନ୍ଧ ପୁରାଣେ ଉକତ, ଶ୍ରୀରାମ ଦାସ କରେ ଗୀତ। ଇତି ଶ୍ରୀ ସ୍କନ୍ଧ ପୁରାଣେ ବୈଶାଖ ମାହାତ୍ମ୍ୟ ନାରଦ ଅମ୍ବରୀଶ ବିଷ୍ଣୁ ଶର୍ମା ବ୍ରାହ୍ମଣ ପ୍ରସଙ୍ଗେ ନାମ ଚତୁର୍ଥ ଅଧ୍ୟାୟ। ହରି ଶରଣଂ ହରି ଶରଣଂ ହରି ଶରଣଂ ହରି ଶରଣଂ ହରି ଶରଣଂ ହରି ଶରଣଂ ହରି ଶରଣଂ।
शरणं गुरु शरणं गुरु शरणं गुरु शरणं गुरु शरणं गुरु शरणं बाबा 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 शरणं